ପ୍ରେମ ଶିଶୁ ଠାକୁର ପରମାରାଧ୍ୟ ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବ ତଥା ଇଷ୍ଟ ପରିବାରର ସମସ୍ତଙ୍କ ପାଦ ପଦ୍ମରେ ମୋର ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ଆଜିର ଏହି ସତ୍ସଙ୍ଗରେ ପବିତ୍ର ପାଞ୍ଜାପ୍ରାପ୍ତ କର୍ମୀ ସ୍ନେହମୟୀ ମାତୃମଣ୍ଡଳୀ ଗୁରୁ ଭାଇ ସମସ୍ତଙ୍କ ଉଦ୍ଦେଶ୍ୟରେ ମୋର ପ୍ରୀତିପୂର୍ଣ୍ଣ ରାव ଓ ଜୟଗୁରୁ। ଗୋବିନ୍ଦପୁର ସତ୍ସଙ୍ଗ ବିହାର 1798 ଦିନ ଆଜି ବହୁତ ପୁରୁଣା, ଯେତେବେଳେ ଓଡ଼ିଶାର ପ୍ରଥମ ମାନେ ଅନଲାଇନ ସତ୍ସଙ୍ଗ ଆରମ୍ଭ କରିଥିଲା କାର୍ତ୍ତିକ ଭାଇ, ବିଜ୍ଞାନ ଭାଇ, ସେ ସୁବାସ ଭାଇ ସ୍ଥଳ ଥିଲେ। ତ ଯାହା ବି ହଉ, ଇଏ ଗୋଟେ ଲମ୍ବା ମାନେ ସ୍ମୃତି ବହୁଳ ଅଧ୍ୟାୟ ହେଇ ସାରିଲାଣି। ଏଠି ବହୁ ବକ୍ତା ବହୁ ବିଷୟ ନେଇକି ଆସିକି ଅଲରେଡି ଯାଜନ କରିସାରିଲାଣି। ମୋର ଜୀବନ ବହୁତ ଛୋଟିଆ ଜୀବନ, କିନ୍ତୁ ବିଜ୍ଞାନ ଭାଇ ଆମ ମାନଙ୍କୁ ତାଙ୍କ କଥା କହିବା ପାଇଁ କିଛିଟା ବେଳେ ବେଳେ ସୁଯୋଗ ଦଉଛନ୍ତି। ତ ଆମ ମାନଙ୍କ ଭିତରେ ସେଇ ଉର୍ଜାକୁ ଟିକେ ଜାଗରଣ କରିବା ପାଇଁ, ତ ଆପଣ ମାନେ ଶୁଣି ସାରିଲେଣି ବହୁତ କଥା ଏଇ 1798 ବିଷୟରେ। ଏମିତି କିଛି ଆଉ ନାହିଁ ଶୁଣେଇକି ଆପଣଙ୍କୁ, ମୋର ବି ସେଭଳି ସାମର୍ଥ୍ୟ ନାହିଁ। ତେବେ ଆଜିକା ଡେଟରେ ଯାହା ଚାଲିଛି, ଏଇ ସାମ୍ପ୍ରତିକ ପରିସ୍ଥିତି ବିଷୟରେ କହିବାକୁ ଟିକେ ଚେଷ୍ଟା କରିବି। ସେଟା ହଉଛି, ଆମେ ଆଜି ସମସ୍ତେ ସେଇ ଗୋଟିଏ ରେସରେ ଚାଲିଛନ୍ତି। ମାନେ ଏମିତି କି ସେଇ ରେସ୍ ଟାକୁ ଛାଡିକି ଆମେ ସତ୍ସଙ୍ଗ ନ ଯିବାଟାକୁ କମ୍ପ୍ରମାଇଜ କରିପାରୁଛନ୍ତି। ଆମେ ଠାକୁରଙ୍କର କିଛି କାମକୁ ନ କରିବା ପାଇଁ ପିଲାଙ୍କୁ ସେ ବାବଦରେ ଆମେ କମ୍ପ୍ରମାଇଜ କରିପାରୁଛନ୍ତି। କିନ୍ତୁ ସେଇଟାକୁ ଆମେ କମ୍ପ୍ରମାଇଜ କରିପାରୁନାହାନ୍ତି, ସେଇଟା ହଉଛି ଶିକ୍ଷା, ପାଠ। ଆଜି ଏଇ ରେସରେ ସମସ୍ତେ ଦୌଡୁଛନ୍ତି। ଆଜି ଦେଖିବା ଠାକୁରିଆ ବିଷୟରେ କଣ କହୁଛନ୍ତି। ତ ଆମେ ସବୁବେଳେ ଆମର ଯୋଉ ଶିକ୍ଷା କଥା ପଢିଲା ମାନେ ଆମେ ପ୍ରଥମେ ଆମର ଆଗରେ ଆସେ ଗୋଟେ ବିରାଟ ବଡ ଡିଗ୍ରୀ। ଯୋଉ ଡିଗ୍ରୀ କି ଧରିକି ମଣିଷ ତାର ଯୋଉ ପ୍ରତିଭା ଅଛି, ସେ ପ୍ରତିଭା ଭିତରେ କୌଣସି ଭଲ କର୍ପୋରେଟ ସେକ୍ଟର ହଉ କିମ୍ବା ଗଭର୍ଣମେଣ୍ଟ ସେକ୍ଟର ହଉ କିମ୍ବା କୌଣସି ଇନଷ୍ଟିଚ୍ୟୁସନ, ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହଉ, ଆଡମିନିଷ୍ଟ୍ରେଟିଭ ସେକ୍ଟର ହଉ, ସେଥିରେ ଯଦି କିଛି ମୋଟା ଅଙ୍କର ସାଲାରୀ ପାଇକି ସେ ନିଜର ପ୍ରତିଭାରେ ଲୋକଙ୍କୁ ପ୍ରତିଭାତ କରିଦେଲା, ତାହେଲେ ମୋ ଶିକ୍ଷାଟା ଚରିତାର୍ଥ ହେଇଗଲା ବୋଲି ଆମେ ଭାବୁଛେ। କିନ୍ତୁ ବାସ୍ତବିକ ଶିକ୍ଷାର କେନ୍ଦ୍ର, ଠାକୁର କହୁଛନ୍ତି, ଯଦି ଜଣେ କେନ୍ଦ୍ରରେ ଯଦି ଜୀବନ୍ତ ପୁରୁଷ ନ ହୁଅନ୍ତି, ଯିଏକି ସବୁ ବୃତ୍ତି ପ୍ରବୃତ୍ତିକୁ ନେଇ ଯାଇକି ମଣିଷ ଭିତରେ ଗୋଟେ ନୂତନ ଉର୍ଜା ପ୍ରଦାନ କରନ୍ତି। ମଣିଷ ତାର ଜନ୍ମ ଯାହାଙ୍କୁ ଧରିବା ଭିତରେ ଦେଇକି, ଯାହାଙ୍କୁ ଅନୁଶୀଳନ କରିବା ଭିତରେ ଦେଇକି ମଣିଷର ଜନ୍ମ ଜାତକର ଗୋଟେ ଆମୂଳଚୂଳ ପରିବର୍ତ୍ତନ ହୁଏ। ତାଙ୍କୁ ଯଦି ନ ଧରିକି ଆମେ ଶିକ୍ଷାର ଯେତେ ଡିଗ୍ରୀ ଧରିବା, ସେଟାରେ କିନ୍ତୁ ପ୍ରକୃତ ଶିକ୍ଷା ହବ ନାହିଁ। ତ ଠାକୁର ସେଥିପାଇଁ କହିଲେ କଣ ନା, ଲେଖା ପଢାରେ ଦକ୍ଷ ହେଲେ ଶିକ୍ଷା ତାକୁ କୁହେ ନା, ଅଭ୍ୟାସ ବ୍ୟବହାର ସହଜ ଜ୍ଞାନ, ନହେଲେ ଶିକ୍ଷାର ମାନେ କିଛି ନାହିଁ। ତ ଏଇ ଗୋଟିଏ ବାଣୀକି ଯଦି ବ୍ୟାଖ୍ୟା କରିବା, ଠାକୁରଙ୍କ ଶିକ୍ଷାର ମାନେଟା ବୁଝି ହବ। ତା ଆଗରୁ ଗୋଟେ ଉଦାହରଣ ଦେବି। ଥରେ ଏଇ ଯୋଉ ଆମର ରେବତୀ ମୋହନ ବିଶ୍ୱାସ ଥିଲେ, ରେବତୀ ମୋହନ ବିଶ୍ୱାସଙ୍କ ପାଖକୁ ସେ ଥରେ ଯାଜନ କରୁଥିଲେ ଯେ ଠାକୁର ଅନୁକୂଳ ଚନ୍ଦ୍ର ହଉଛନ୍ତି ଏଇ ବିବର୍ତ୍ତିତ ପୁରୁଷୋତ୍ତମ, ଯାହାଙ୍କୁ ଧରିଲେ ମଣିଷ ଜୀବନର ସବୁ ସମସ୍ୟାର ସମାଧାନ ହେଇଯାଏ। ସେଠି ଜଣେ ଡାକ୍ତର ମା ଥିଲେ, ଶୁଣୁଥିଲେ। ଯେତେବେଳେ ସରିଲା ଯାଜନ, ସେ ଆସିକି ତାଙ୍କୁ ପଚାରୁଛନ୍ତି, ଆଜ୍ଞା ଆପଣ କେତେ ବଡ କଥା କହିଗଲେ, ଲୋକଙ୍କର ସମସ୍ୟା ଏମିତି, ସମସ୍ୟା ହିଁ ସମସ୍ୟା, ଆପଣ କହୁଛନ୍ତି ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ ଧରିଲେ ସବୁ ସମସ୍ୟାର ସମାଧାନ ହେଇଯାଏ। ଏଇଟା ବିରାଟ ବଡ କଥା ଗୋଟେ କହିଗଲେ, ଏମିତି କଣ ସମ୍ଭବ? କହିଲେ ହଁ ମା, ସମ୍ଭବ। କହିଲେ ତାହେଲେ ମୋର ଗୋଟେ ସମସ୍ୟା ଅଛି, ଆଗେ କୁହନ୍ତୁ। ରେବତୀଦା ତାଙ୍କୁ କହିଲେ, ଆପଣ ପ୍ରଥମେ ଦୀକ୍ଷା ନିଅନ୍ତୁ, ତେଣୁ ତାପରେ ଆପଣ ପ୍ରଶ୍ନଟା କରିବେ। ତେଣୁ ସେ ମା ଜଣକ ଦୀକ୍ଷା ନେଲେ। ଦୀକ୍ଷା ନେଲା ପରେ କହିଲେ, ଏବେ ପଚାରିବି ପ୍ରଶ୍ନ? କହିଲେ ନା, ଆପଣ ଗୋଟେ ମାସ ଇଷ୍ଟଭୂତି କରନ୍ତୁ। ଇଷ୍ଟଭୂତି କରିସାରିଲା ପରେ ଆପଣ ଏ ପ୍ରଶ୍ନ ଆସିକି ମତେ ପଚାରିବେ, ମୁଁ ଏଇଠି ଥିବି। ଆପଣ ବର୍ତ୍ତମାନ ଯାଇକି ଇଷ୍ଟଭୂତି କରନ୍ତୁ। ତ ସିଏ ଗୋଟେ ମାସ ଇଷ୍ଟଭୂତି କରିସାରିଲା ପରେ ଆସିଲେ। ଆସି ସାରିଲା ପରେ କହିଲେ, ଦାଦା ମତେ ଆପଣ ଚିହ୍ନି ପାରୁଛନ୍ତି? କହିଲେ ହଁ, ଚିହ୍ନି ପାରୁଛି।
कहले मोर एबे प्रश्नटा पचारिम कहले हाँ माँ एबे प्रश्न पचारନ୍ତୁ कहले मोर आमे मो स्वामी होचंदी डॉक्टर मु होची डॉक्टर आमर गोटिए पुओ आम से पुओटी आमे ताको सब प्रकार संस्कार देइछु पढ़ा पढ़ी करबा पई जो प्रकार एटमॉस्फेयर दबा कथा जो प्रकार स्कूल कॉलेज इंस्टीट्यूशन या जेमिति टीचर दबा कथा से शिक्षक भी आमे देइछु सब प्रकार ताको जहा किछि गोटे भलो पढ़िबा पई जहा किछि दबा कथा जेमिति आमे माने आज लागि चंदी जो रेस रे तो ସେଥିରେ ଆମେ ଦେଇଛୁ ସବୁ କିଛି ତା ସତ୍ତ୍ୱେ ବି ସେ ପଢି ସାରିଲା ପରେ ତାର ନିଶା ତାର ଯୋଉ ମାନେ ଲକ୍ଷ୍ୟ ସବୁବେଳେ ଝିଅ ମାନଙ୍କ ଉପରେ ସେ ଝିଅ ମାନଙ୍କ ଉପରେ ତାର ଆଫେୟାର୍ସ ଝିଅ ମାନଙ୍କୁ ନେଇକି ତାର ସବୁବେଳେ ଚର୍ଚ୍ଚା ଝିଅ ମାନଙ୍କ ଗହଣରେ କଟେଇବା ପଇସା ବର୍ବାଦ କରିବା ଆଜି ଏଇ ସ୍କାଣ୍ଡାଲ କଲାଣି କାଲି ସେ ସ୍କାଣ୍ଡାଲ କଲାଣି ଆଉ ତାକୁ ଯେତେ କହିଲା ପରେ ବରଂ ସେ ବିଗିଡି ଯାଉଛି କିନ୍ତୁ ଭଲ ବାଟକୁ ଆସୁନି यार समाधान कौन रेवदा तांको पचारथिले मा आपन गोटे पर्सनल क्वेश्चन पचारुची आपण जेतोळे पिलाटिकु आनिले आपणको परिवार रो शिक्षा केमिति थिला सेठ से कहितले जे मो स्वामी जन डॉक्टर मु तो डॉक्टर तेणु मो स्वामी को ई पिलाटी जेतोळे कन्सीव कला सेतोळे मो स्वामी को आउ जने डॉक्टर सहित अफेयर्स थिला आउ ए पिलाटा कन्सीव कर साला परे तार जो गर्भचर्याटा मु करबा भितर देकी हमर सब बेले झगड़ा हुए ता भितर देकी संतानटा आसीची एई अफेयर्स नेकी सब बेले झगड़ा संतानटा आसिला परे आमे भी आया पाखरे देकी आमे हमर कारण मो भी चाकरी करची से भी चाकरी करची तेणु संतान चर्याटा भी सेई आया पाखरे बेसी हिची ताको रेवता कहितले आपण पिलाटाकू कौनसी मते दीक्षा दे दियंतु ठाकुरंकर जदि परम पिता चाहती से परिवर्तन हो पारे आउ विशेष किछि ता ऊपर लेखा जाई नहीं या मु भी पढ़ी नहीं जहाँ भी हो तो मु पढ़ी न पाए ता विषय अन्य किछि लेखा जाई पारे कहिबार उद्देश्य होची एई जो शिक्षाटा गोटे पिला को आनिबा पई हेले केमिति प्रकार भित्तिभूमि दरकार केमिति प्रकार मानसिकता दरकार स्वामी स्त्री मिलनटा किभଳି होबा दरकार तापरे गर्भचर्या किभଳି होबा दरकार ता भले संचान चर्या केमिति होबा दरकार एटा हमको किए सिखेइबो हमर तथाकथित लिटरेसी जो साक्षरता ना डिग्री डिप्लोमा एई कथाटा किए सिखेबो जो लोकटा आजि करूछ आउ जने मा तांकू ठाकुर जाई थरे कांदुची खूब जोर रे कांदुची तो ठाकुर ताकू कहले कोन ना मोर पिलाटाकू आपण मार देले ना आपण पिलाटाकू मु काहे मारिबे मा ना मारी देले एइथि जे मोर गोटिए बोली पुओ ताकू मारी देले माने मु तो चली गली मु जीवंता मलास ही गली वर्तमान मते नहीं जाइथांते ताकू काहे कि नेले ठाकुर कहले मा आपण को पिला को आपण ही मारी देइछ तो माटी जानो को ताने मु केमिति मारी देली मो पिलाटाकू ना आपण चिंता करंतु 12 वर्ष तळु को जांतु आपण आपण को स्वामी को किछि परिबा और किछि ग्रोसरी आइटम आनिबा पई तांकू बैग देकी पठेइथिले बाजार को सी जेतेबेले जाईकी सेठी कोन हला हरि नाम चलथुला सेई हरि नाम रे से मजी गले तापर जेतेबेले आसिले सेतेबेले दुकान पत्र सब बंद ही जाइथिला आपण तांकू की भली भाषा रे गाली देइथिले आ आपण को दी जन को भीतर जो लढेई से एमती चलथिला जे आपण अलगा सहिथिले से भी अलगा सहिथिले मझिरे मझिरे जेतेबेले आपण खूब जोर रे तंग कहि दैछन कि आपण को भीतर डाउट होउची जे काळे किछि से करि देबे कि ता भीतर आपण जाई कि तांकू देखुचंती से भी से डाउट करचंती काळे किछि ये किछि गुटे कला कि से आसी कि आपण को देखुचंती तापरे आपण को मनेबा पई से आसी कि आपण को सहित काम लीला रचना कले जा भी मिलित हेले जो 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 थिरो एई पिलाटीर सृष्टि हैला तो ए पिलाटी अल्पायु हबो नाही तो कौन हबो ता माने चिंता करंतु जदि एई जो डॉक्टर ये तो शिक्षा रे किछि कम नुए एई मां भी शिक्षा पढितिले किंतु तांकू एई विज्ञानटा जोना थिला कि तो लेखा ठाकुर से मूल कथा जोटा लेखा पढ़ार दक्ष हेले शिक्षा ताकू कुहे ना अभ्यास व्यवहार सहज ज्ञान न शिक्षा हुए ना आउ भल पिलाटे मु केमिति हेबी भल मनीषटे मु केमिति हेबी भल पिला केमिति आसीबो तार गर्भचर्या संतान चर्या आ तार शिक्षाटा केमिति हबो
ए कथा शिखेबा पई हमर एजुकेशन हमर कौन से स्कूल कॉलेज यूनिवर्सिटी या एजुकेशनल इंस्टीट्यूशन या कौन से ट्रेनिंग सेक्टर नाही आम गवर्नमेंट रो। तो शिक्षा को जो आणती दीटा कथा आसे मूल तो लिटरेशन एजुकेशन। लिटरेशन अर्थ जो आक्षरिक अर्थ ज्ञान आ एजुकेशन माने जोटा आम बुझू शिक्षित। तो लिटरेसीटा हूँ एया लेखा पढ़ा जानिकी किसी टंका रोजगार करुथुबो डिग्री डिप्लोमा धरिकी। ठाकुर कहले डिग्री इज नॉट द मेजर ऑफ लर्निंग अर्थात डिग्री शिक्षार परिमापक नुहे। विश्वविद्यालय जने बहुत उच्च शिक्षाधारी मान डिग्रीधारी लोक तार जदि चरित्र न थाए तार जदि विनय भाव न थाए ता भीतर जदि दया न थाए एई जो गुण गुड़ाक ता भीतर जदि माने स्वाभाविक भाव न थाए आ अभ्यास व्यवहार तार एते अनियंत्रित माने हेइथिबो जाको लोक देखि कोनोसी मते पसंद करथुबे से जेते ज्ञान जेते नेई थाउ ना काहेकि सेगुड़ाक तार गर्व आउ तार आत्म बढ़िमा को नेई कि से मचे कोनोसी मते ताको लिटरेट कहा जाई पारे किंतु ताको एजुकेटेड कहा जाई पारे ना। तो जो मानकर माने विद्या सहित विनय भाव अच्छी शिक्षा सहित सद्व्यवहार अच्छी सहज ज्ञान सहित चरित्र अच्छी श्रद्धा सहित भल पाइबा अच्छी जो वास्तव ज्ञान को अधिगत कर जो सत्तार जागरण घटेइचंती सेई माने ही प्रकृत एजुकेटेड सेई माने ही प्रकृत शिक्षित। तो ठाकुर कौन कर अभ्यास व्यवहार और सहज ज्ञान ये गोटे बाणिक आम माने व्याख्या करवा। अभ्यास माने अस धातु आसला माने विद्यमानता विद्यमानता क्या नहीं विद्यमानता देह मन प्राण तीनटा को लेकिन विद्यमानता अस्तित्व मान विद्यमानता विद्यमानता है शरीर मन और आत्मा तीनटा को लेकिन। तो सदाचार जदि मु शारीरिक भाव में मानसिक भाव में आध्यात्मिक भाव में जो सदाचार सूत्रपात है जो सदाचार को मना जाए सेटा है अभ्यास। तेणु शिक्षा जदि शारीरिक भाव में मानसिक भाव में आत्मिक भाव में मनीष न पाइला ताहले किंतु ता शिक्षा हैला नाही। व्यवहार व्यवहार है से जो विशेष भाव से गुण गुड़ा को हरण करवा या तारण करवा या रक्षा करी चलिबा जोटा मनीषर चलिबार पथरे जो कंटका किन्न सृष्टि करे सेटा हला व्यवहार। आ सहज ज्ञान ठाकुर कहले सहज ज्ञान होची कॉमन सेंस इज ए सेंस व्हिच इज अनकॉमन टू ऑल। जो माने कथाटा जानिले मु गोटे आपदकालीन स्थिति बाहरी जाई पारे सेटा होची सहज ज्ञान। कि आजिकाली देखिए जो तथाकथित विद्वान लोक आसुच्चंती पिता माता गुरुजन एमती जो देवस्थान हो कि गुरुस्थान हो एथिरे किंतु मुंड नुया को से कुंठाबोध करुचंती कहीं ज्ञान विज्ञान सी अंध होगी। एमती कि देखिए विश्व स्रष्टा टीवी कतुर आरंभ करके सोशल मीडिया कतुर आरंभ करके देखिए जो विश्व स्रष्टा ईश्वर को मध्य से अस्वीकार करुचंती। शास्त्र जो कथा अच्छी विद्या ददाति विनयम माने कौन फल भार जोटार जो गछर बढ़ी जाए सेटा तलुकु हुए अवनमित हुए आउ जोटा तलुकु हुए ना जो लोकटा विद्या जहाँ भीतर थी से तलुकु हम से अहंकारी उद्धत हेनी। जदि अहंकारी उद्धत है बुझा पड़ो से प्रकृत विद्या ना। आजिका डेट्रे कौन हो ना आजिका डेट्रे पाठ पढ़ी जो मैंने विज्ञान माने वैज्ञानिक होती सी आटम बम तैयारी कर कहीं से वैज्ञानिक नुहति से वैज्ञानिक चाकरी कर गवर्नमेंट पाखे। और जी कवि लेखक जो मानक लेखार दिग्दर्शन रहा दरकार समाज परिवर्तन आने कथा से लेखार नग्नता भरिकी रही जो कवि लेखक। तेणु शिक्षार धाराटा कौटी जाई धारार परिवर्तन केमी आसो शिक्षा चरितार्थ केमी हम मनीष शिक्षित हुए कौन पाई। तो वर्तमान शिक्षाटा केवल चाकरी करने लॉर्ड मैक्ले को जेतबेले पठाई भारत को ऑब्जर्वेशन करने आमे केते दिन आउ भारत रे अधिक डेपुटेशन पठेइथिले केते दिन अधिक भारत रे आमे शासन करि परिबु से विषय से गोटे रिपोर्ट दवा पाई। से जेतबेले से रिपोर्ट आसिक देखिले दक्षिणातर 1.5 लाख इंस्टीट्यूट 1.5 लाख इंस्टीट्यूट रे कौन ना केवल एमाने शिखुचंती आचार्य गुरु इष्ट तांकु मानिबा पिता माता को मानिबा एमानकर शिक्षा व्यवस्था एते सुदृढ़ जदि प्रथम ए शिक्षा व्यवस्था टाको न भांगी दिया जाइछि
ଏଠି ପ୍ରଥମେ ଆସିକି ଆଚାର୍ଯ୍ୟ ଆଉ ଗୁରୁକୁଳରେ ବସିକି ସେମାନେ ତାଙ୍କର ବୈଶିଷ୍ଟ୍ୟ ଅନୁଯାୟୀ ଶିକ୍ଷାକୁ ଗ୍ରହଣ କରୁଛନ୍ତି। ସେମାନେ କେମିତି ତାଙ୍କର ପୂର୍ବବର୍ତ୍ତୀଙ୍କ ପ୍ରତି ଗୁରୁ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧାଶୀଳ ହେବେ ସେଇ ବିବେକର ଶିକ୍ଷା ସେମାନେ ଗ୍ରହଣ କରୁଛନ୍ତି। ତେଣୁ ପ୍ରଥମେ ଯଦି ଏଇ ଜିନିଷଟାକୁ ଭାଙ୍ଗି ନ ଦିଆଯାଏ ତାହେଲେ ଭାରତ ବର୍ଷରେ ଆମେ ବେଶୀ ଦିନ ଶାସନ କରିପାରିବୁ ନାହିଁ। ସେଠୁ ସେ କଣ କଲେ ନା 1860 ବୋଧେ, ହଁ 1860 ମସିହାରେ ଏଜୁକେସନ ଆକ୍ଟ, ଇଣ୍ଡିଆନ ଏଜୁକେସନ ଆକ୍ଟ ଟାକୁ ପ୍ରଣୟନ କଲେ। ଯୋଉ ଆକ୍ଟରେ କେବଳ ହେଇଛି କଣ ନା ପିଲାମାନେ ପାଠ ପଢିକି ଚାକିରି କରିବେ, କ୍ଲରିକାଲ ଜବ କରିବେ। ତେଣୁ ଶିକ୍ଷାଟା ମାନେ ବର୍ତ୍ତମାନ ଯୋଉ ଏନସିଆରବି ମାନେ ଯୋଉ ନ୍ୟାସନାଲ କ୍ରାଇମ ବ୍ୟୁରୋ ରିପୋର୍ଟ କହୁଛି, ସେମାନେ 10 ବର୍ଷ ତଳେ ଯାହା ସର୍ଭେ କରିଥିଲେ ଛାତ୍ରମାନଙ୍କ ଉପରେ, 10 ବର୍ଷ ପରେ ଦେଖୁଛନ୍ତି ଆତ୍ମହତ୍ୟା ପ୍ରବଣତାଟା ଡବଲ ହେଇଯାଇଛି ଆତ୍ମହତ୍ୟା ପ୍ରବଣତାଟା। ପ୍ରତ୍ୟେକ ଅଭିଭାବକ ଆମେ ଯିଏ ଅଛନ୍ତି ଆଜି ପ୍ରାୟ ସମସ୍ତ ଏଇ ସତ୍ସଙ୍ଗର ଅଭିଭାବକ ମାନେ ଅଛନ୍ତି, ତ ଅଭିଭାବକ ମାନଙ୍କୁ ଆମେ ଜାଣିବା ଦରକାର ପ୍ରତ୍ୟେକ ଲୋକ କଣ ଇଞ୍ଜିନିୟର ହବ, ପ୍ରତ୍ୟେକ ଲୋକ କଣ ଡାକ୍ତର ହବ, ପ୍ରତ୍ୟେକ ପିଲା କଣ ଆଇଏଏସ ହବ। ତାଙ୍କ ମାନେ ପିଲାମାନଙ୍କ ଉପରେ ଚାପ, ଯୋଉ ଚାପଟା ପ୍ରୟୋଗ କରିବା ଫଳରେ ସେମାନେ ସେ ଚାପଟାକୁ ନ ନେଇ ପାରିକି ଡିପ୍ରେସନକୁ ଯାଉଛନ୍ତି, ଡିପ୍ରେସନରୁ ଯାଇକି ସେମାନେ ସୁଇସାଇଡ କରୁଛନ୍ତି। ତ ଠାକୁର ସେଇଥିପାଇଁ କହିଥିଲେ 12 ବର୍ଷରୁ ଯେତେବେଳେ ମେଧା ନାଡିଟା ଖୋଲେ ତାକୁ ଦୀକ୍ଷା ଦେଇଦିଅ। କାରଣ 12 ବର୍ଷରୁ ଶିକ୍ଷା ଯଦି ଦୀକ୍ଷା ନେଇକି ସେ ଅଧଘଣ୍ଟେ କାଳ ଧ୍ୟାନ କରୁଥାଏ ତାହେଲେ କୌଣସି ମତେ ତାର ହରମୋନାଲ ଡିଜର୍ଡର ହବନି। ଆଉ ହରମୋନାଲ ଡିଜର୍ଡରରେ ଯେତେବେଳେ ସେରୋଟୋନିନ ବୋଲି ସିକ୍ରେସନ ବୋଲି ଗୋଟେ ହରମୋନ କମ ହୁଏ, ସେତେବେଳେ ସେ ଆତ୍ମହତ୍ୟା ବୋଲି ଗୋଟେ ପନ୍ଥାକୁ ବାଛେ। କାରଣ ଯେତେବେଳେ ଷ୍ଟ୍ରେସଟା ଲିଙ୍ଗରିଂ କରେ ଡିପ୍ରେସନକୁ ଯାଏ, ଡିପ୍ରେସନ ଯେତେବେଳେ ଲିଙ୍ଗରିଂ କରେ ତାର ଶେଷଟା ହୁଏ ସୁଇସାଇଡ। ସୁଇସାଇଡ ଆଉ ଡିପ୍ରେସନ ଯେତେବେଳେ ଚାଲେ ସେ ମାନେ ସେ ପିଲାଟା ଭାବେ ମୁଁ ହଉଛି ଓର୍ଥଲେସ୍ ମାନେ ପିଲା ଏ ଦୁନିଆରେ, ମୋର ଏ ଦୁନିଆରେ ବଞ୍ଚିବାର କୌଣସି ଅଧିକାର ହିଁ ନାହିଁ, ମୁଁ ଏମାନଙ୍କ ଭିତରୁ ସବୁଠାରୁ ଓର୍ଥଲେସ୍, ମୋର ମାନେ କିଛି ନାହିଁ। ତା ଭିତରେ ତା ନିଜକୁ ସମ୍ମାନ ଦେବା ଶିଖେ ନା ସେ ପେଶୀ ହେଇଯାଏ ସେଇ ପ୍ରେସର ଭିତରେ। ଆପଣ ଦେଖନ୍ତୁ ଦୁନିଆରେ ଯେତେ ଯେତେ ବଡ ମଣିଷ ହେଇଛନ୍ତି, ଏଇ ଯୋଉ ଫୋର୍ଡ କମ୍ପାନୀର ମାଲିକ ଠାକୁରଙ୍କ ପାଖରୁ ଆସିଥିଲେ, ସେ କଲେଜ ଡ୍ରପ ଆଉଟ। ମାଇକ୍ରୋସଫ୍ଟର ଉଦ୍ଭାବକ ଯିଏ ବିଲ୍ ଗେଟ୍ସ, ସେ ହଉଛନ୍ତି କଲେଜ ଡ୍ରପ ଆଉଟ। ଜୁଗରବର୍ଗ ସେ କଲେଜ ଡ୍ରପ ଆଉଟ। ଆପଲ କମ୍ପାନୀର ଯିଏ ମାଲିକ ସିଏ ବି କଲେଜରୁ ଡ୍ରପ ଆଉଟ। ସେମାନେ ଆଜି ସମାଜର କୋଉ କୋଉ ସ୍ଥାନରେ ପହଞ୍ଚିଛନ୍ତି। ବୈଶିଷ୍ଟ୍ୟକୁ ତୋର ବାତିଲ ଦେଇ ହେଲୁ ଯେ କେତେ ବିଦ୍ୟମାନ, ଶିଖିବାକୁ ଯାଇ ସାଜିଲୁ ଖୋକା, ଜନ୍ମ ଛାତି ବୋଧେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଯାଇ ନଥିବେ। କିନ୍ତୁ ବୈଶିଷ୍ଟ୍ୟକୁ ସେମାନେ ଧରି, ସେଥିପାଇଁ ଠାକୁର କହିଲେ ବୈଶିଷ୍ଟ୍ୟକୁ ତୋର ବାତିଲ କରି, ଆଉ ବୈଶିଷ୍ଟ୍ୟକୁ ବାଦ ଦେଇ ଶିକ୍ଷାର ଅବତାରଣ କରିବା ମନୁଷ୍ୟକୁ ନପୁଂସକ କରିଦବା ଏକା କଥା, ଠାକୁରଙ୍କର ବାଣୀ। ତ ବୈଶିଷ୍ଟ୍ୟକୁ ତୋର ବାତିଲ କରି ହେଲୁ ଯେ କେତେ ବିଦ୍ୟମାନ, ଶିଖିବାକୁ ଯାଇ ସାଜିଲୁ ଖୋକା, ଜନ୍ମ ଛାପଟି କରିଲୁ ମନ। ପୁଣି ଶିକ୍ଷାର କଣ କଲେ, ଦୀକ୍ଷା ନେଇ ଶିକ୍ଷା ଧର, ଆଚାର୍ଯ୍ୟକୁ କରି ସାର, ଆଚରଣୀ ବୋଧ ଚୟନେ, ଜ୍ଞାନର ସାଗର ହୋଇବୁ ପାର। ତାହେଲେ ଦୀକ୍ଷା ନେଇକି ଶିକ୍ଷା ଧର କାହିଁକି ନା ତା ମୂଳ ଦୁଆ ଯୋଉ ସେଣ୍ଟର, ତାର ଯୋଉ କେନ୍ଦ୍ରରେ ରହିଲେ ଇଷ୍ଟ ଗୁରୁ ପୁରୁଷୋତ୍ତମ, ଯାହାଙ୍କୁ ନେଇକି ସେ ତାର ଜୀବନର ମାନେ ଶିକ୍ଷାର ଅୟମାରମ୍ଭଟା ସେ କରିବ। ତା ମୂଳରେ ଯେହେତୁ ଆଦର୍ଶ କେନ୍ଦ୍ରିକତାର ଗୋଟେ ଫାଉଣ୍ଡେସନ ପଡିଯିବ, ତା ଭିତରେ କେବେ ହରମୋନାଲ ଡିଜର୍ଡର ଆସିବନି। ଏଇ ସୁଇସାଇଡ ଭଳିଆ କଦର୍ଯ୍ୟ ପନ୍ଥାକୁ ସେ କେବେ ବାଛିବାକୁ ଯିବନି। ହୁଏତ ସେ ଜୀବନରେ ଗୋଟେ ଆଇଏଏସ୍ ନ ହେଇପାରେ, ଡକ୍ଟର ନ ହେଇପାରେ, କାରଣ ବୈଶିଷ୍ଟ୍ୟ ତାର ଜାତିକି ଡାକୁଥିବ ସେତିକି ହିଁ ସେ ନବ। କାଇଣ୍ଡ ଅଫ ମାଇଣ୍ଡ ଇଜ ଇରେଭୋକେବଲି ଡିସାଇଡେଡ ବିଫୋର ଏ ଚାଇଲ୍ଡ ଇଜ born। ଗୋଟେ ପିଲା ଜନ୍ମ ହବା ପୂର୍ବରୁ ତା ମସ୍ତିଷ୍କ କେମିତି ହବ ଏଟା ଅମୋଘ ରୂପରେ ନିର୍ଦ୍ଧାରିତ ହେଇସାରିଛି। Education is the necessary condition for the development of mental power. Education ଗୋଟେ ନେସେସରି କଣ୍ଡିସନ ଡେଭଲପ କରିବ ମେଣ୍ଟାଲ ପାୱାରକୁ। ତା ଭିତରେ ଯାହା ସେ ଜନ୍ମରୁ ନେଇକି ଆସିଛି ସୁପ୍ତ ହେଇଥିବା ଜିନିଷକୁ କିଛିଟା ଜାଗ୍ରତ କରିପାରେ, କିନ୍ତୁ that it adds with potentialities not present at birth. We have no evidence till now. ଆମର ଆଜି ପର୍ଯ୍ୟନ୍ତ କୌଣସି ଏଭିଡେନ୍ସ ଆଜି ପର୍ଯ୍ୟନ୍ତ ନାହିଁ ଯେ ମୋର ଜନ୍ମଗତ ଶକ୍ତି ସମ୍ପଦ ସହିତ ଏଜୁକେସନଟା କିଛି ଆଡ କରିପାରେ। ଆଉ ପୁଣି କଣ କହିଲେ, ଆଚାର୍ଯ୍ୟଙ୍କୁ ବାଦ ଦେଇ ଜ୍ଞାନ ଗବେଷଣା କରିବୁ ଯେତେ, ସାମଞ୍ଜସ୍ୟ ରହିବା କଠିନ, ହରାଇବୁ ପଥ ନିୟତି। ବେଶୀ ଜ୍ଞାନ ହେଲେ ସେ ଲୋକଟା ଯଦି ଆଚାର୍ଯ୍ୟଙ୍କୁ ବାଦ ଦେଇକି ଜ୍ଞାନ ଗବେଷଣା କରିବ ନା, ସେ 3 ମୁଣ୍ଡିଆ ଛକର ଜ୍ଞାନ ପାଗଳ ହବ। କୋଉଟା ରାସ୍ତା ସେ ଖୋଜି ପାଇବ ନାହିଁ। ଆଚାର୍ଯ୍ୟଙ୍କୁ ବାଦ ଦେଇ ଜ୍ଞାନ ଗବେଷଣା କରିବୁ ଯେତେ, ସାମଞ୍ଜସ୍ୟ ରହିବା କଥା, ସେ ସାମଞ୍ଜସ୍ୟଟାକୁ ରଖିପାରିବ ନାହିଁ। ଜ୍ଞାନ ଅନନ୍ତ ଅସୀମ, ତାର କୌଣସି ଅନ୍ତ ନାହିଁ। ବୈଜ୍ଞାନିକ ନ୍ୟୁଟନ କହିଥିଲେ ନା, ମୁଁ ଜ୍ଞାନ ସମୁଦ୍ର ଉପକୂଳରେ ବସିକି ଖଣ୍ଡେ ଉପଳ ଖଣ୍ଡ ସଂଗ୍ରହର ଚେଷ୍ଟା କରିଛି ମାତ୍ର।
ଯୋଉମାନେ ପ୍ରକୃତ ଜ୍ଞାନୀ କେତେବେଳେ ସେମାନେ ଜ୍ଞାନର ଅହଙ୍କାର କରନ୍ତି ନାହିଁ, ପରନ୍ତୁ ଜ୍ଞାନ ଯାହାଙ୍କ ଠାରୁ ଉତ୍ପତ୍ତି ସେଇ ଈଶ୍ୱରଙ୍କ ପ୍ରତି ସେମାନେ ଆହୁରି କୃତଜ୍ଞ ହେଇ ଉଠନ୍ତି। ଯେ ଯିଏ ପ୍ରକୃତ ଶକ୍ତିମାନ ସେ କେବେ ଶକ୍ତିର ବଡ଼ିମାଟା ପ୍ରକାଶ କରନ୍ତି ନାହିଁ। ହନୁମାନ ଗୋଟେ ଲମ୍ଫର ସମୁଦ୍ରକୁ ଲଙ୍ଘନ କରି ଯାଇଥିଲା, କିନ୍ତୁ କହୁଥିଲା ସବୁ ସେଇ ରାମଙ୍କ ଦୟା। ଆଉ ତାଙ୍କ ଇଷ୍ଟଙ୍କ ପାଇଁ ସେ କଣ କରିଗଲା? ହନୁମାନ ଯଦି କହିଥାନ୍ତା ଏଇ ମହିରାବଣ ବଧ ବେଳେ 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 ସେ ଇଷ୍ଟଙ୍କୁ ବି ପଚାରି ନାହିଁ ଏମିତି କାର୍ଯ୍ୟ କରିଛି। ସେ ମହିରାବଣଙ୍କୁ ମାରିଲା ବେଳେ ଯେତେବେଳେ ରାମଙ୍କୁ ପଚାରିଥାନ୍ତା, ଆଜ୍ଞା ମୁଁ ମାରିବି ନା ନାହିଁ, ରାମ ତାକୁ କହିଥାନ୍ତି କି ମାରିବା ପାଇଁ? ତ ମୂଳ କେନ୍ଦ୍ରରେ କହିବାର ଅର୍ଥ ହଉଛି, ମୂଳ କେନ୍ଦ୍ରରେ ଯଦି ଇଷ୍ଟ ଗୁରୁ ଆଦର୍ଶ ନ ରହିଲେ ତାହେଲେ ଶିକ୍ଷା ବାଟବଣା ହବ। ଆଉ ଆମେ ତ ଏତେ କଥା ପଢୁଛନ୍ତି, ଆମେ ଏତେ ଜ୍ଞାନୀ, କେତେ କଥା କେତେ କଣ ଆମେ ଯାହାକୁ ପଚାରିବେ ସେ ସଫ୍ଟୱେୟାର କଥା ହଉ କିମ୍ବା ଯୋଉମାନେ ଆଇଏଏସ୍ ଲେଭେଲ ଯାଉଛନ୍ତି ସେମାନେ ଯାଆନ୍ତୁ, କୌଣସି କମର୍ସ ପିଲା ପଢୁଛନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପଢୁଛନ୍ତି ବା କଷ୍ଟ ଆକାଉଣ୍ଟାଣ୍ଟ କରୁଛନ୍ତି, ସେମାନଙ୍କୁ ପଚାରନ୍ତୁ, ସେମାନେ ଅନର୍ଗଳ ଗାଇଯିବେ। କିନ୍ତୁ ଆମେ ଅନେକ କାଲକୁଲସ ଆଉ ଡେରିଭେଟିଭ କରିପାରୁ, କିନ୍ତୁ ତାର ପ୍ରାକ୍ଟିକାଲ ୟୁଟିଲିଟି ପଚାରିଲେ ନା ଆମେ କହିପାରୁନା। ଆମ ବିଦ୍ୟାଳୟ ଆଉ ଘରର ଶିକ୍ଷାଟା ଏମିତି। ପୁଣି ଠାକୁର କଣ କହିଲେ? ଠାକୁର କହିଲେ ନା ବିଦ୍ୟାଳୟ ପିଲେ ପିଲି ଯେତେ ଶିକ୍ଷା ଶିଖୁନା, ଘରର ସ୍ୱଭାବ ସୃଷ୍ଟି ନହେଲେ ଗୃହର ସ୍ୱଭାବ ସୃଷ୍ଟି ନହେଲେ ଶ୍ରେଷ୍ଠ ବିଦ୍ୟାଳୟ ପିଲାପିଲି ଯେତେ ଶିକ୍ଷା ଶିଖୁନା, ଗୃହର ଶିକ୍ଷା ସୃଷ୍ଟି ନହେଲେ ଶିଷ୍ଟ ସ୍ୱଭାବ ହୁଏ ନା। ତ ଶିଷ୍ଟ ସ୍ୱଭାବ ଭଲ ଲେଖାପଢାରେ ଦକ୍ଷ ହେଲେ ତ କହିଲେ ନା। ତ ମୁଁ ୟାର ଭିତରେ ରାମଚନ୍ଦ୍ରଙ୍କର ନା ରାମକୃଷ୍ଣ ପରମହଂସଙ୍କର ଗୋଟେ କଥା ଏଇ ପରିପ୍ରେକ୍ଷୀରେ କହିଲେ ଠିକ ହବ, ଯେ ଗୋଟେ ଛୁଆ ଥରେ ସେ ଜଣେ ପଣ୍ଡିତ ସେ ନାରେ ପାର ହଉଛନ୍ତି ଗୋଟେ ନଦୀରେ, ସେଠି ଯାଇକି ସେ ପିଲାଟିକୁ ପଚାରୁଛନ୍ତି, ଏଇ ନାଟା କୋଉଥିରେ ତିଆରି, ସେ ନାଟା ଚାଲୁଛି କେମିତି, ତୁ ବେଦ ଜାଣିଛୁ ନା, ତୁ ସେ ବିଜ୍ଞାନର ଏଟା ଜାଣିଛୁ ନା ସେଟା? କହିଲେ ଆଜ୍ଞା ମୁଁ ତ ମାଛ ଧରାଳି, ଏଠି ମାଛ ଧରେ ନା ଚଲାଏ, ମୋର ଏତେ କଥା ମୁଁ କିଛି ଜାଣିନି। ସେଠୁ କହିଲେ ତାହେଲେ ତୋ ଜୀବନର ସବୁ କିଛି ଚାଲିଯାଇଛି, ତୁ କିଛି ଜାଣିନି। ସେଠୁ କିଛି ସମୟ ପରେ ଗୋଟେ ଝଡ ଆସିଛି। ସେ ଝଡ ଯେତେବେଳେ ଆସିଛି ନା ଟଳମଳ ହେଇଛି। ସେଠୁ ସେ ପଚାରୁଛନ୍ତି, ଆଜ୍ଞା ଆପଣ ପହଁରା ଜାଣିଛନ୍ତି? ନା ରେ ମୁଁ ପହଁରା ଜାଣିନି, ମତେ ଟିକେ ବଞ୍ଚେଇ। ନା ମୁଁ ବଞ୍ଚେଇ ପାରିବିନି ଆଜ୍ଞା, ମୁଁ ଚାଲିନି, ମୋର ତ ଯାହା ଅଧା ଜୀବନ ଯାଇଛି, ମୁଁ ଆପଣଙ୍କୁ ବଞ୍ଚିବାକୁ ଯାଇକି ନିଜେ ବି ମରିବି। ତାହେଲେ ସେତେବେଳେ ସେଇ ଯୋଉ ପଣ୍ଡିତର ସେଇ ଯୋଉ ବିଜ୍ଞାନ, ସେ ଯୋଉ ବେଦ ଶାସ୍ତ୍ର ପୁରାଣ କିଛି କାମ କଲା କି? ଏଇ ହେଲା ସହଜ ଜ୍ଞାନ। ଯୋଉ ଜ୍ଞାନ ଜାଣିଲେ ମଣିଷର ଉନ୍ନତି ହବ, ସେ ତା ଜାଣିବାର ତାର ଆଗ୍ରହ ନାହିଁ। ଆଉ ଆମେ ଅନେକ ପାଠ ପଢୁଛୁ, ଆମେ ଅନେକ ଭିଟାମିନ ଅଭାବର କଥା ପଢୁଛନ୍ତି, ସୁଷମ ଖାଦ୍ୟର କଥା ପଢୁଛନ୍ତି, କେତେ ଖାଦ୍ୟ ଇନଷ୍ଟିଚ୍ୟୁଟ ବି ଆମର ହେଇଗଲାଣି, କେତେ କ୍ଲିନିକାଲ ମାନେ ଯୋଉ ରିସର୍ଚ୍ଚ ସେଣ୍ଟର ଆମର ବାହାରି ପଡିଲାଣି, କ୍ଲିନିକାଲ ଫାଇଣ୍ଡିଙ୍ଗସ ପାଇଁ ବହୁତ ପ୍ରକାର ଟେଷ୍ଟ ହେଇଗଲାଣି। ରୋଗର ସଂଖ୍ୟା ବଢିଛି ନା ନାହିଁ, ମେମୋରି ଲସ୍ ବେଶୀ ହଉଛି ନା ନାହିଁ, ପାଇଲ୍ସ ଗ୍ୟାଷ୍ଟ୍ରିକ ହରମୋନ ଭଳିଆ ରୋଗ ବେଶୀ ହଉଛି ନା ନାହିଁ? ତ ଏଗୁଡାକ ତ ପଢୁଛୁ ଆମେ, ଆଚରଣ କାହିଁକି ଫୁଟୁନି? କାହିଁକି ନା ସହଜ ମାନିବାଟା ନାହିଁ। ଆଉ ସହଜ ମାନିବାଟା କାହିଁକି ନାହିଁ? ଜନ୍ମ ସଂସ୍କାରରେ କୋଉଠି ତ୍ରୁଟି ରହିଥିବ। ଜନ୍ମ ସଂସ୍କାରରେ ତ୍ରୁଟିଟା କାହିଁକି ରହିଛି? ନା ବିବାହ ଠିକରେ ହେଇନଥିବ। ବିବାହ ଠିକରେ କାହିଁକି ହେଇନି? ନା ବର୍ଣ୍ଣାଶ୍ରମକୁ ଠିକରେ ମାନି ନଥିମି। ବର୍ଣ୍ଣାଶ୍ରମକୁ ଠିକରେ କାହିଁକି ମାନିନି? ନା ଚଳଣି ବିଭ୍ରାନ୍ତ ତ୍ରୁଟି ରହିଛି। ଚଳଣି ବିଭ୍ରାନ୍ତ ତ୍ରୁଟି କାହିଁକି ରହିଛି? ମୂଳରେ ଗୁରୁ ଇଷ୍ଟ ଆଦର୍ଶ କେହି ନାହାନ୍ତି। ଏବେ ମୂଳକୁ ପଳେଇ ଆସିଲେ। ତାହେଲେ ଆମ ପ୍ରକୃତ ଶିକ୍ଷା କୋଉଠି ଅଛି? ଚଳନ ଚରିତ୍ର ଆଉ ତ୍ରୁଟିଟାକୁ ସୁଧାରିବାରେ। ସେଥିପାଇଁ ଶିକ୍ଷାର ପ୍ରଥମ ଯୋଉ ପ୍ରାସଙ୍ଗିକତା ଆରମ୍ଭ ହଉଛି ଗୋଟେ ମା ଠାରୁ। ଠାକୁରଙ୍କ ବାଣୀ, ପ୍ରସବ କରିବା କଠିନ ଯଦିଓ ସନ୍ତାନ ପୋଷଣ ସହଜ ନୁହେଁ, ସନ୍ଦିଶା ସହ ବୁଦ୍ଧିମତୀ ଦକ୍ଷ ନିପୁଣା ହବାକୁ ହୁଏ। ମା ହବା କି ସହଜ କଥା, ପ୍ରସବ କରିଲେ ହୁଏ ନା ମାତା। ଚାଣକ୍ୟଙ୍କ ଶ୍ଲୋକରେ ଗୋଟେ କଥା ରହିଛି, ପିତା ଶତ୍ରୁ ମାତା ବୈରୀ, ଯେ ନ ବାଳ ନ ପାଠିତ ନ ଶୁଭତେ ସଭା ମଧ୍ୟ ହଂସ ମଧ୍ୟ ବକ ଯଥା। ମାନେ ସେଇ ପିଲାର ବାପ ମା ତାର ଶତ୍ରୁ, ଯୋଉ ପିଲାଟା ତା ଜୀବନରେ ପାଠ ପଢିଲା ମାନେ ହଂସ ମାନଙ୍କ ମଧ୍ୟରେ ଯେମିତି ବକଟା ଶୋଭା ପାଏ ନା, ସେଇଭଳି ପାଠ ପଢିଲାନି ମାନେ କଣ? ସେଇ ବିଦ୍ୟାଳୟର ସୋ କଲ୍ଡ ସାର୍ଟିଫିକେଟ ଡିଗ୍ରୀ ଧରିଲା ତା ନୁହେଁ। 5 ଲୋକଙ୍କ ଭିତରେ ମୁଁ ନିଜକୁ ପ୍ରତିଷ୍ଠା କରିପାରିଲି ନାହିଁ, ମଦୁଆ ହେଇଗନି, ଗଞ୍ଜିଡି ହେଇଗନି, ଚୋର ହେଇଗନି, ଡକାୟତ ହେଇଗନି। ଆଉ ଯେତିକି ଦେଖିବେ ସଫ୍ଟୱେୟାର ସ୍କାମ କତୁ ଆରମ୍ଭ କରିକି ଚୋରି କତରୁ, ଗଞ୍ଜିଡି କତରୁ, ସାଇବର ସ୍କାମ କତରୁ ଯେତିକି କରୁଛନ୍ତି ସବୁ ଏଇ ପାଠ ପଢୁଆ ଛୁଆ କରୁଛନ୍ତି। କେହି ଜଣେ ମୂର୍ଖ ପିଲା କରୁନାହାନ୍ତି। ଭାରତର ଜଣେ ବଡ ବିଚାରପତି, ତାଙ୍କ ନାଁ ଧରୁନେଇ, ସେ ଲିଭ୍ ଇନ୍ ରିଲେସନସିପ କି ମାନ୍ୟତା ଦେଇଗଲେ। ଲିଭ୍ ଇନ୍ ରିଲେସନସିପ ଆମ କଲଚରରେ କୋଉଠି ଥିଲା?
ଆମ ହିନ୍ଦୁ କଲଚର ଲିଭ୍ ଇନ୍ ରିଲେସନସିପ କେବଳ କୁକୁର ଆଉ କୁତିକି ଦିଆ ହେଇଥିଲା, ଆଉ ଦୁନିଆରେ ଲିଭ୍ ଇନ୍ ରିଲେସନସିପ ହେଇନଥିଲା। ତ ଏଇ ଲୋକଟା ଯେତେବେଳେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଥିଲେ, ଏତେ ପାଠ ପଢିଛନ୍ତି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହବା କଣ କଣ ଟିକେ କଥା କି? ତ ଏତେ ତ ପାଠ ପଢିଛନ୍ତି, ଏତେ ଶିକ୍ଷା ଗ୍ରହଣ କରିଛନ୍ତି, ଆଇନ ପ୍ରଣୟନ କରିଛନ୍ତି, କିନ୍ତୁ ଆଇନ ପରରେ ତ ତାର ଯୋଉ ପୋଷ୍ଟ ଇମ୍ପାକ୍ଟ କଣ ହେଇଛି ଲିଭ୍ ଇନ୍ ରିଲେସନସିପରେ? କେତେ ମରୁଛନ୍ତି, କେତେ ସେଲିବ୍ରିଟି ମରୁଛନ୍ତି, ଆତ୍ମହତ୍ୟା କରୁଛନ୍ତି, ଘର ଭାଙ୍ଗୁଛି। ତ ଆମେ ପ୍ରକୃତ ଶିକ୍ଷାର ମାନେ ବୁଝି ନାହାନ୍ତି। କୋଉ ଦିନେ ମାନେ ଡାଇରେକ୍ଟଲି ଚୋର ହବାକୁ ଆମେ ଯଦିଓ ପ୍ରମୋଟ କରୁନୁ, କିନ୍ତୁ ଇନଡାଇରେକ୍ଟଲି ଆମେ ସମସ୍ତେ ଗୋଟେ ଗୋଟେ ପ୍ରମ୍ପଟିଂ କ୍ୟାରେକ୍ଟର। ଏଇ ଯୋଉ ସେ ଯଦି ଇଷ୍ଟ ଗୁରୁ ଆଦର୍ଶଙ୍କୁ ଧରିଥାନ୍ତେ, ତାହେଲେ ସେ କଣ ଆଜି ଗୋଟେ ଏମିତି ଆଇନ ପ୍ରଣୟନ କରିପାରିଥାନ୍ତି କି? ତ କାର ଗୋଟେ ପୁଅ ଯାଇଥିଲା ବାହାରକୁ ପଢିବାକୁ, ସେ ଗୋଟେ ଝିଅଟାକୁ ନେଇକି ପଳେଇଲା, ତାର ଦୋଷ ଆସିଗଲା କଣ, ବର୍ଣ୍ଣାଶ୍ରମକୁ ମାନିଲା ନାହିଁ, ଇଏ କଲା ନାହିଁ। ତ ଆଚ୍ଛା, ସବୁ ଯେତିକି ବି ଫରେନ ଯାଉଛନ୍ତି ସମସ୍ତଙ୍କ ଛୁଆ କଣ ଏମିତି ନେଇ ନେଇକି ପଳଉଛନ୍ତି? ନା, ତା ବି ନୁହେଁ। କିନ୍ତୁ ଆମେ ଦୋଷ ଦେଇଦଉ ସବୁ ସେଇ ପିଲାମାନଙ୍କ ଉପରେ। ଜଣେ ଗୁରୁ ଭାଇ କହୁଥିଲା ଯେ ଗୋଟେ ଇନଷ୍ଟିଚ୍ୟୁଟ କହୁଥିଲା, ସେ ଇନଷ୍ଟିଚ୍ୟୁଟରେ ଏମବିଏ ପଢିବାକୁ ଗଲେ ଯେତେବେଳେ ପିଲାମାନେ ଆସନ୍ତି ଖୁବ ଭଲ ହେଇକି ଆସନ୍ତି, କିନ୍ତୁ ଯେତେବେଳେ ସେମାନେ ଗୋଟେ ଇୟର କମ୍ପ୍ଲିଟ କରନ୍ତି ଇଞ୍ଜିନିୟରିଂ, ଦ୍ୱିତୀୟ ବର୍ଷ ଯେତେବେଳେ କମ୍ପ୍ଲିଟ କରନ୍ତି, ସେମାନେ ପୁରା ଘୋଡା ମଧୁଆ ହେଇକି ବାହାରନ୍ତି ତା ଭିତରୁ। ଆପଣ ଦେଖିବେ ଆମ ଓଡିଶାରେ ବି ସେଇ ଖୁବ ନାମକରା ଇନଷ୍ଟିଚ୍ୟୁସନ ଅଛି, ଯାହା ପାଖକୁ ଆପଣ ମା ଭଉଣୀ ମାନଙ୍କୁ ନେଇକି ବର୍ତ୍ତମାନ ସୁଦ୍ଧା ଯାଇପାରିବେନି। ସେମାନଙ୍କ ଡ୍ରେସର ଅଙ୍ଗ ଭଙ୍ଗୀ, ସେମାନଙ୍କର ଚାଲିବା ବୁଲିବା, ଏଇ ହଉଛି ଆମ ଶିକ୍ଷାନୁଷ୍ଠାନ। ଏମାନେ ପୁଣି ଆୱାର୍ଡ ପାଉଛନ୍ତି, ରିୱାର୍ଡ ପାଉଛନ୍ତି। ବିରାଟ ବଡ ମାନେ ଇନଷ୍ଟିଚ୍ୟୁସନ ପୃଥିବୀ ପୃଷ୍ଠରେ ନାଁ ଅଛି। ଭାରତ ବହିର୍ଭାରତରୁ ଲୋକ ପିଲା ଆସିକି ସେଠି ପଢୁଛନ୍ତି, ଡିଗ୍ରୀ ଡିପ୍ଲୋମା ଧରିକି ଯାଉଛନ୍ତି। ସୋସାଇଟିରେ ଆଗାମୀ ଦିନରେ ଏମାନେ ହେବେ ରୁଲ ମେକର। ସ୍ୱାମୀ ଦୋଷ ଝିଅ ଧରିବୁନି, କହିବୁନି ତାଙ୍କୁ ଖୁଣ୍ଟା ଦେଇ, କେତେଟା ଝିଅ ମାନୁଛନ୍ତି? ଆଉ କେତେଟା ସ୍ୱାମୀ ମା ମାନଙ୍କର ଶ୍ରଦ୍ଧା ଭାଜନ ହଉଛନ୍ତି? କେତେ ଯୋଗ୍ୟ ହବାକୁ ଚେଷ୍ଟା କରୁଛନ୍ତି? ଏତେ ସବୁ ଅସଙ୍ଗତି ଭିତରେ ଆମେ ଚାହୁଁଛନ୍ତି କଣ ନା, ଆମେ ବିବେକାନନ୍ଦ ଭଳିଆ ମାନେ ଛୁଆ, ଆମେ ଶିବାନନ୍ଦଙ୍କ ଭଳିଆ ଛୁଆ, ଆମେ ଲାଲବାଲ ପାଲ ଭଳିଆ ଛୁଆ ଏକ। ସ୍ୱାମୀ ଦୋଷ ଝିଅ ଧରିବୁନି, କହିବୁନି ତାଙ୍କୁ ଖୁଣ୍ଟା ଦେଇ, କେତେଟା ଝିଅ ମାନୁଛନ୍ତି? ଆଉ କେତେଟା ସ୍ୱାମୀ ମା ମାନଙ୍କର ଶ୍ରଦ୍ଧା ଭାଜନ ହଉଛନ୍ତି? କେତେ ଯୋଗ୍ୟ ହବାକୁ ଚେଷ୍ଟା କରୁଛନ୍ତି? ଏତେ ସବୁ ଅସଙ୍ଗତି ଭିତରେ ଆମେ ଚାହୁଁଛନ୍ତି କଣ ନା, ଆମେ ବିବେକାନନ୍ଦ ଭଳିଆ ମାନେ ଛୁଆ, ଆମେ ଶିବାନନ୍ଦଙ୍କ ଭଳିଆ ଛୁଆ, ଆମେ ଲାଲବାଲ ପାଲ ଭଳିଆ ଛୁଆ ଚାହୁଁଛନ୍ତି। ତ ଶିକ୍ଷା ଧାରା ତ ଘରୁ ଭାଙ୍ଗିଛି। ଘରର ତ ଆମର ସଂଗତି ଦେଖିନୁ, ଆମେ ବାହାର ସଂଗତି ଖୋଜୁଛୁ, କୋଉଠି ଆସିବ? ରାଷ୍ଟ୍ର ଭିତରେ ସଂଗତି ଖୋଜୁଛୁ, କୋଉଠି ଆସିବ? ଦେଶ ଭିତରେ ସଂଗତି ଖୋଜୁଛୁ, କୋଉଠି ଆସିବ? ହିନ୍ଦୁ ଜାତିର ସଂଗତି ଖୋଜୁଛୁ, କୋଉଠି ଆସିବ? ତେଣୁ ଆମ ଘର ଗୁଡିକ ଭିତରେ ତ ପୁଅ ଝିଅ ମଧ୍ୟରେ ବି ଏବେ ବି ପାର୍ଥକ୍ୟ ରହିଛି। ନନୀ ଗୋପାଳ ଚକ୍ରବର୍ତ୍ତୀ ତତ୍କାଳୀନ ସତ୍ସଙ୍ଗରେ ଯେ ସେକ୍ରେଟାରୀ, ତାଙ୍କ ବାପା ତାଙ୍କୁ ଯେତେବେଳେ ନେଇକି ଆସିଥିଲେ ଠାକୁରଙ୍କ ପାଖକୁ, ସେ କହୁଥିଲେ ଏଇ ଟୁଇଷ୍ଟ ଟା କେମିତି କରାହୁଏ, କହିବାର ଉଦ୍ଦେଶ୍ୟ ହଉଛି କେମିତି ଟୁଇଷ୍ଟ କରାହୁଏ। ଆଜ୍ଞା ଇଏ ବହୁତ ଦୁଷ୍ଟ ହଉଛି, ଖାଲି ଫିଲ୍ମ ଯାତ୍ରା, ୟା ମୁଣ୍ଡରେ ଆଉ କିଛି ନାହିଁ, ଇଏ ଜମା ପଢୁନି। ଠାକୁର କହିଛନ୍ତି ଠିକ ଅଛି, ତାକୁ ଗୋଟେ କାମ କର, ତାକୁ ମୋ ପାଖରେ ଛାଡି ଦେଇଯା, କିନ୍ତୁ ଗୋଟେ ସର୍ତ୍ତ, ପିଲା ଯେତେବେଳେ ମଣିଷ ହବ ସେତେବେଳେ ଆଉ ନବାକୁ କହିବୁନି। ବାପା କହିଲେ ଆଜ୍ଞା ଠିକ ଅଛି। ତାକୁ କହିବି ଆଶ୍ରମରେ ମୁଁ ଛାଡିକି ଯାଉଛି। କିଛି ବର୍ଷ ଯାଇଛି, ଠାକୁର ତାକୁ ସବୁବେଳେ ପଇସା ଦିଅନ୍ତି। ନନୀଗୋପାଳ ନନୀଗୋପାଳ ଥିଏଟର ବି ଦେଖିବାକୁ ଯାଆନ୍ତି। ଠାକୁର ତାଙ୍କ ଠାରୁ ଯାତ୍ରା ସବୁ ଶୁଣନ୍ତି ଆସିନେ, ଆଉ ପଚାରନ୍ତି ଆଜି ଯାତ୍ରାଟା କେମିତି ହେଇଗଲା। ସେ ସେଠୁ କହନ୍ତି ଏଠି ଏମିତି ହେଇକି ସେମିତି ହେଇଥିଲେ ହେଇନଥାନ୍ତା, ଏଇ ଯାତ୍ରାରେ ଏଇଟା ହେଇଥିଲେ ଏଇଆ ହେଇନଥାନ୍ତା। ଏମିତି କରିକି ତାର ଯୋଉ ବୈଶିଷ୍ଟ୍ୟଟାକୁ ଟୁଇଷ୍ଟ କଲେ ଭଲ ଦିଗରେ। ପର ମୁହୂର୍ତ୍ତରେ ସେ ନନୀଗୋପାଳ ବହୁତ ବଡ ଗବେଷକ ହେଇଥିଲେ, ଆପଣ ମାନେ ସମସ୍ତେ ଜାଣିଛନ୍ତି। ଯାତ୍ରା ଥିଏଟରର ଦାୟିତ୍ୱ ବି ନେଇଥିଲେ। ଛୋଟଦା ଯୋଉ ସମୟରେ ଅଭିନୟ କରୁଥିଲେ, ଇଏ ଯାତ୍ରା କରୁଥିଲେ, ଇଏ ବି ମଞ୍ଚ ପରିଚାଳନା କରନ୍ତି, ଠାକୁର ଆଉ ବଡମା ବସିକି ବି ସେଟା ଦେଖନ୍ତି। ତ ବୈଶିଷ୍ଟ୍ୟ ପ୍ରତ୍ୟେକଙ୍କ ଭିତରେ ଅଛି। ବିଶାଷ୍ଟ ବୈଶିଷ୍ଟ୍ୟ, ବିଶେଷ ଭାବରେ ଶାସନକୁ ମାନି ଚଳିବା ଭିତରେ ଦେଇକି ମଣିଷ ଯାହା ହୁଏ ତାହା ହେଲା ତାର ବୈଶିଷ୍ଟ୍ୟ। ଜଣେ ଡାକ୍ତର ହବାକୁ ଇଚ୍ଛା ଥିବ, ତାକୁ ଯଦି ଇଞ୍ଜିନିୟର କରିବେ ସେ ହବନି, କିନ୍ତୁ ଆମ ବାପା ମା କଣ କହିବେ ସବୁ ସେଇଠି ହବା କଥା ହବ। ଗୋଟେ ପିଲା ଥରେ ଠାକୁରଙ୍କୁ, 2 ମିନିଟ ଅଛି ଏଇ କଥାଟା କହିକି ସାରିବି। ତ ଜଣେ ପିଲା ଠାକୁରଙ୍କୁ ଠାକୁରଙ୍କର ବହୁତ କାମ କରୁଥିଲା, ବହୁତ କାମ କରିକି ସତ୍ସଙ୍ଗ ଯାଏ ଏଇ ଯାଏ। ତ ଠାକୁରଙ୍କ ପାଖକୁ ଥରେ ଚିଠି ଲେଖିଲା, ଦେଖିଲା ଆଉ ମାସେ ପରୀକ୍ଷା ଅଛି, ମାସେ ପରୀକ୍ଷା ଭିତରେ ଯଦି କିଛି ଚମତ୍କାର ନ ହୁଏ ମୁଁ ପାସ୍ କରିପାରିବିନି। ଆଉ ଠାକୁରଙ୍କ କାମ ଯେହେତୁ କରୁଛି, ତେଣୁ ମୁଁ କୌଣସି ମତେ ଗୋଟେ ପାସ୍ କରିଯିବି ଆଉ କଣ। ଠାକୁରଙ୍କ ପାଖକୁ ଚିଠି ଲେଖିଲା, ଠାକୁର ଏମିତି ପାଠ ପଢି ପାରିଲିନି, ସବୁବେଳେ ତ ସତ୍ସଙ୍ଗ ଆଉ ଇଏର ମାତିକି ରହିଲି, ତ ଯଦି କିଛି ଚମତ୍କାର ନ ହୁଏ ତାହେଲେ ମୋର ମୁଁ ପାସ୍ ନ କରିପାରେ। ଠାକୁରଙ୍କୁ ଯେତେବେଳେ ଆଣିକି ସେ ଯୋଉ ତାଙ୍କ ସେ ସାଙ୍ଗ ମାଧ୍ୟମରେ ଆଣିକି ଦେଇଥିଲା, ଯେତେବେଳେ ଦେଲେ, ଠାକୁର କହିଲେ ଉତ୍ତରଟା ଲେଖିଦେ।
ହେଲେ କଣ ଉତ୍ତର ଲେଖିବି ନା ଉତ୍ତର ଲେଖିଦେ ଯଦି ପ୍ରିପାରେସନ ଭଲ ଅଛି ତାହେଲେ ପରୀକ୍ଷା ଦେଇପାରେ। ଆଉ ଏଇଟା ବେଟର ଯେ ଜମା ପରୀକ୍ଷା ନ ଦେବା ଠାରୁ ପରୀକ୍ଷା ଦେଇକି ଫେଲ ହବା। ପିଲାଟା କଥାଟାକୁ ଶୁଣିଲା, ଶୁଣି ସାରିଲା ପରେ ତା ମନରେ ଏଇ ଜାଗ୍ରତ ହେଲା ଯେ ପ୍ରିପାରେସନ ଯଦି ଭଲ ଅଛି, ଭଲ କରିପାରେ ନା ପରୀକ୍ଷା ଦେଇପାରେ, ତାହେଲେ ମୁଁ ନିଶ୍ଚୟ ଭଲ ପ୍ରିପାରେସନ କରିବି। ସେ ମାସକ ଭିତରେ ଏମିତି ସେ ପଢିଲା, ତାକୁ ବ୍ଲଡ ଡିସେଣ୍ଟ୍ରି ହେଇଗଲା, କିନ୍ତୁ ସେକେଣ୍ଡ କ୍ଲାସ ଇଂଲିଶ ଅନର୍ସରେ ସେ ପାସ୍ କଲା। ଯଦିଓ ସେତେବେଳେ ଫାର୍ଷ୍ଟ କ୍ଲାସ ଇଂଲିଶ ଅନର୍ସରେ ପାଇବା ବହୁତ କାଠିକର ପାଠ ଥିଲା, ସେକେଣ୍ଡ କ୍ଲାସ ଇଂଲିଶ ଅନର୍ସ ପାଇଥିଲା, ତାକୁ କିନ୍ତୁ ବ୍ଲଡ ଡିସେଣ୍ଟ୍ରି ହେଇଥିଲା। କିନ୍ତୁ ଗୁରୁଙ୍କ ପ୍ରତି ଏଇ ଯୋଉ ଟାଣ, ଗୁରୁଙ୍କ ପ୍ରତି ଏଇ ଯୋଉ ମାନେ ନିଷ୍ଠା ତାକୁ ସକ୍ସେସ ରେ ପହଞ୍ଚେଇଲା। ତ ଶିକ୍ଷାର ମୂଳରେ ଗୁରୁ ଇଷ୍ଟ ଆଦର୍ଶ ରହିବା ଦରକାର। ପ୍ରଚଣ୍ଡ ପ୍ରତିଭା ସମସ୍ତଙ୍କ ଭିତରେ ଅଛି, କିନ୍ତୁ ପ୍ରତିଭାର ଉନ୍ମେଷ ହବ ସେଇ ଗୁରୁଙ୍କ ପାଖକୁ ଆସିଲେ। ବିବେକାନନ୍ଦ ଭିତରେ ସରି ନରେନ୍ଦ୍ରନାଥ ଭିତରେ ଗୋଟେ ବିବେକାନନ୍ଦ ସୁପ୍ତ ହେଇକି ଥିଲା, ସେ ଗୁରୁଙ୍କ ପାଖକୁ ଆସିକି ସେଟା ଜାଗ୍ରତ ହେଇଗଲା। ସେମିତି ଆମର ଯୋଉ ରତ୍ନାକର, ଯଶୁ ରତ୍ନାକର ଭିତରେ ବାଲ୍ମୀକି ଟା ଥିଲା, ସୁପ୍ତ ହେଇକି ଥିଲା। ସେ ଗୁରୁଙ୍କ ଭିତରେ ମାନେ ସଂସ୍ପର୍ଶରେ ଆସିକି ସେଟା ତାର ଜାଗ୍ରତ ହେଇ ଉଠିଲା। ତ ଠାକୁରଙ୍କର ଯୋଉ ଶିକ୍ଷା ଦିନେ କୋଉ ଦିନ ଆମର ଏଇ ଗଭର୍ଣ୍ଣମେଣ୍ଟ କାର୍ଯ୍ୟକାରୀ କରିବ, ସେ ଆଗାମୀ ଦିନରେ ଆମ ସମସ୍ତଙ୍କର ଦିଗଦର୍ଶନ ହବ, ସେଇ ପ୍ରତୀକ୍ଷାରେ ଅଛନ୍ତି ଆମେ ସମସ୍ତେ। କିନ୍ତୁ ଦିନେ ଏ ଦିନ ଆସିବ, ସମୟ ହେଇଯାଇଛି। ଏଇ ଶିକ୍ଷାର ଟପିକ ବହୁତ ବ୍ୟାପକ, ଏବେ ଆଉ ବଢେଇ ହବନି। ତ ବିଜ୍ଞାନ ଭାଇ ଆଉ ଯଦି କେତେବେଳେ ସୁଯୋଗ ଦିଅନ୍ତି ତାହେଲେ ଏଇ ଶିକ୍ଷାକୁ ଆଲୋଚନା କରିବା। ସର୍ବଶେଷରେ ଯୋଉମାନେ ଭୋଗ ପ୍ରଦାନ କରିଛନ୍ତି ସେମାନଙ୍କର ସମସ୍ତଙ୍କର ମଙ୍ଗଳ ନିମନ୍ତେ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କରି ମୁଁ ଏଇଠି ମୋର ଯାଜନକୁ ବିରାମ ଦଉଛି। ଜୟ ଗୁରୁ ବିଜ୍ଞାନ।